ସ୍ୱାତିଲଗ୍ନା ସାହିତ୍ୟ ପତ୍ରିକା ଲୋକାର୍ପିତ। ଓଡ଼ଗାଁ ବ୍ଲକ ଶରଣକୁଳଠାରେ ସୋମବାର ଓଡ଼ିଆ ସାହିତ୍ୟ ପତ୍ରିକା ସ୍ୱାତିଲଗ୍ନାର ପଞ୍ଚମ ସ୍ୱର୍ଣ୍ଣକ୍ଷେତ୍ର ଅବସରରେ ଲୋକାର୍ପିତ ହୋଇଯାଇଛି। ଇଞ୍ଜିନିୟର ସୁଶାନ୍ତ ପାତ୍ରଙ୍କ ସମ୍ପାଦନାରେ ସୁଦୂର ଓମାନରୁ ପ୍ରକାଶିତ ଏହି ଓଡ଼ିଆ ସାହିତ୍ୟ ପତ୍ରିକା ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେପ୍ରଭୁ ଶ୍ରୀ ଶ୍ରୀ ଲଡ଼ୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ୱାଇଁ, ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ସୁରେଶ ଚନ୍ଦ୍ର ବରାଡ଼, ଯୋଗଗୁରୁ ବୈକୁଣ୍ଠନାଥ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ କବି ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ପ୍ରଭୃତି ଯୋଗ ଦେଇଥିଲେ। ମହାପ୍ରଭୁ ଲଡ଼ୁବାବାଙ୍କ ଅପାର କରୁଣାରୁ ଏହି ଓଡ଼ିଆ ସାହିତ୍ୟ ପତ୍ରିକାର ଭବିଷ୍ୟତ ଅତି ଉଜ୍ଜ୍ୱଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦେଶ ମାଟିରେ ଥାଇ ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରୀୟ କରି ଓଡ଼ିଆ ସାହିତ୍ୟକୁ ବିଦେଶ, ଜାତୀୟ ତଥା ରାଜ୍ୟ ଭିତରେ ଥିବା ସାରସ୍ୱତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ସମ୍ପାଦକ ଶ୍ରୀ ପାତ୍ରଙ୍କର ପ୍ରଚେଷ୍ଟାକୁ ଅତିଥିମାନେ ଭୂରି ଭୂରି ପ୍ରଶଂସା କରିଥିଲେ। ପାଠକ ଏହାକୁ ପାଠ କଲେ ତା ମନରେ ଓଡ଼ିଆତ୍ୱ ଭାବ ଜାଗି ଉଠିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅତିଥିମାନେ ଓଡ଼ିଆ ସାହିତ୍ୟ ପତ୍ରିକା ସ୍ୱାତିଲଗ୍ନାର ଉତ୍ତରୋତ୍ତର ଉନ୍ନତି ତଥା ପାଠକୀୟ ଆଦୃତି ପାଇଁ ପ୍ରଭୁ ଲଡ଼ୁବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।